हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानंद मयं हरि सर्वघटेज अच्युत तस्य पदे नमाम्यहम्। तस्य पदे नमाम्यहम्। बोली महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने को जाऊे 2024 ठारो 27 पर्यंत पृथ्वीर जलवायु विषय अच्युतानंद महापुरुष की भविष्यवाणी कर आलोचना शेष जड़े भक्तर ना कहबू किए से भक्त कौन तार ना कौट तार जन्म हो लिखिले अच्युतानंद महापुरुष बोले शिशु अनंत लिखिछे कलिजुग गीता कौन कहले बोले विंशंक ठारो ओडिशा देश रे होइब फसल हानि दिन को दिन हो मोहरग कषण भोगिबे प्राणी कषण भोगिबे प्राणी हे सुजने कषण भोगिबे प्राणी कषण भोगिबे प्राणी हे सुजने कषण भोगिबे प्राणी। बोले बाबूरे विंश ठारो ही ओडिशा रे फसल हानि हेब दिन को दिन होइब महरग कषण भोगिबे प्राणी कहीं ना आषाढ़ श्रावण मासे न पढ़िब नईबा न बढ़िब नई अकाले माड़ी आसीब कूड़ा को बोड़ाइबा कूड़ा को बोड़ाई। बोले आषाढ़ श्रावण मासे न बढ़िब नई आषाढ़ मासरे श्रावण मासरे वर्षा भल हब नाही आ वर्षा जदि न हेब ताले नई बढ़ी किमिति हेब नई बढ़ी आषाढ़ श्रावण मासरे हुए ना तेणु नदी बढ़ी हेब नाही ताले केतेबेले नई बढ़ी हेब ना अकाले माड़ी आसीब कूल को बुढ़ाई अकाल नई बढ़ी हेब नहीं कि माघ मासे महाग्रीष्म होइब बैशाख मासरे शीत 13 दिने षड ऋतु भोग हेब शुणतु विनता सुत। जय जगन्नाथ पतित पावन ओडिशा बड़ ठाकुर अल्प बटवासी प्रभु ब्रह्म राशि कଳି कलुष नाशन। माघ मासे महाग्रीष्म हब 13टा दिन रे 6टा ऋतु भोग ऋतुचक्र पाणीपाग जलवायु किभली हेब आगु अच्युतानंद 600 वर्ष तले ए ज्ञानी गुणी मंडली तले कागज कलमर थिला तालपत्र लेखनी साहाय्य लिखि देइते जो भविष्यवाणी आज देखंदु अक्षर अक्षर सत होइछि हौनी घटना सत मालिका वचन न होइबान ये मिछ नुह जा कही ता ही होउछि ऋतुचक्र संपूर्ण परिवर्तन आज ठीक ऋतु ठीक समय चलुना नहीं शीत दिने ठीक शीत होना वर्षा दिने वर्षा होना आउ अन्य ऋतु गुड़िक तो केतबेले कौन आसुच आम जापारे बसंत ऋतु हेमंत ऋतु शरत ऋतु ये कहीं कौटी देखा पाँच केतबेले आसुच जापार ना आगुड़ जापारे
60-70 ବର୍ଷ ତଳେ ଋତୁଚକ୍ର ଠିକରେ ଚାଲୁଥିଲା, ଠିକ ଋତୁ ଠିକ ସମୟରେ ହିଁ ଚାଲୁଥିଲା। କିନ୍ତୁ ଏଇକିଣା ଆଉ ଅଛି ଋତୁଚକ୍ର ପରିବର୍ତ୍ତନ ହେଇଛି ବୋଲି, ଜଳବାୟୁ ଆଜି ପରିବର୍ତ୍ତନ ହେଇଛି ବୋଲି ଶାଗୁଣା ବଂଶ ଦେଖନ୍ତୁ ନାହାନ୍ତି। ଅଛନ୍ତି ଶାଗୁଣା ବଂଶ? ପିଲାଦିନେ ଶାଗୁଣା ଦେଖିଥିବା କିନା କାଁ ଭାଁ ଗୋଟେ ଅଧେ ଦେଖିବାକୁ ପାଉଛ ନା? ବାଇଆ ଚଢ଼େଇ ବସା ନାହିଁ। ଆଜି ସାଧବ ବହୁ ପୋକ, ବର୍ଷା ହେଲେ ସାଧବ ବହୁ ପୋକ ବାହାରନ୍ତି, ଆଉ ଅଛନ୍ତି ନା? ଧୀରେ ଧୀରେ ଋତୁଚକ୍ର ପରିବର୍ତ୍ତନ ହେଇଯାଉଛି। ଜଙ୍ଗଲ ଆଜି ଦେଖନ୍ତୁ କ୍ଷୟ ହେଇଛି, କାହିଁକି? କାରଣ କ'ଣ ନା ଜଙ୍ଗଲ କ୍ଷୟ, ବୃକ୍ଷରୋପଣ କରିବା, ଗଛ ଲଗେଇବା। ଆଜି ଗଛ ଆମେ କାଟୁଛେ ବୋଲି ଜଙ୍ଗଲ କ୍ଷୟ ହେଉଛି ବୋଲି ଦେଖନ୍ତୁ ଜଙ୍ଗଲର ସବୁ ପଶୁ ପକ୍ଷୀମାନେ ସହର ଅଭିମୁଖୀ ହେଉଛନ୍ତି। ହାତୀ ସଂଖ୍ୟା କମିଗଲାଣି, ସିଂହ ବାଘ ସଂଖ୍ୟା କମିଲାଣି, କାହିଁକି? କାରଣ କ'ଣ? ଜଙ୍ଗଲ କ୍ଷୟ। ଜଙ୍ଗଲ କ୍ଷୟ ଯୋଗୁଁ ବର୍ଷା ଆଜି ହେଉନାହିଁ, ଆଉ ଋତୁଚକ୍ର ପରିବର୍ତ୍ତନ ହେଉଛି। ସେଇଥିପାଇଁ ମହାପୁରୁଷ କହିଲେ ବାବୁରେ, ମାଘ ମାସେ ମହା ଗ୍ରୀଷ୍ମ ହୋଇବ, ବୈଶାଖ ମାସରେ ଶୀତ, 13 ଦିନେ ଷଡ଼ ଋତୁ ଭୋଗ ହେବ, ଶୁଣତ ବିନତା ସୁତ। ଗରୁଡ଼କୁ ଭଗବାନ କୃଷ୍ଣ କହୁଛନ୍ତି, ହେ ଗରୁଡ଼, କଳିଯୁଗରେ ଲୋକମାନେ ଆଉ 12 ମାସରେ 6ଟା ଋତୁକୁ ଭୋଗିବେନି, 13 ଦିନରେ 6ଟା ଋତୁକୁ ଭୋଗିବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ବାବୁରେ। ଝିପିରି ଝିପିରି ପାଣି ବରସିବ ମେଘ ବାବୁ, ବରସିବ ମେଘ ସର୍ବଦା ଗ୍ରାସିବ ଜନ ମାନଙ୍କୁ ଯେ ରୋଗ, ଜନ ମାନଙ୍କୁ ଯେ ରୋଗ। ଦେହ ପା ଖରାପ ହେଇଯିବ, କାହିଁକି ନା ପଞ୍ଚମହାଭୂତରେ ପୃଥିବୀ ତିଆରି, ପଞ୍ଚମହାଭୂତରେ ଆମ ଶରୀର ତିଆରି। ତେଣୁ ପୃଥିବୀରେ ଯଦି ପରିବର୍ତ୍ତନ ହେବ, ପଞ୍ଚମହାଭୂତରେ ଯଦି ପରିବର୍ତ୍ତନ ହେବ, ଏ ଶରୀର ଭିତରେ ମଧ୍ୟ ତାର ପ୍ରଭାବ ପଡ଼ିବ, ପରିବର୍ତ୍ତନ ହେବ ନାଇଁ। ତେଣୁ ମହାପୁରୁଷ ସେଇଥିପାଇଁ କହିଲେ, ସେତେବେଳେ ରାଜ୍ୟରେ ସବୁ ପଦାର୍ଥ ମହରଗ ହେବ ବାବୁ, ମହରଗ ହେବ କାଳରେ ମେଘ ଧରି ପାଣି ବରସିବ ବାବୁ, ପ୍ରାଣୀ ବରସିବ। ଏଭଳି ଋତୁଚକ୍ର ଯଦି ପରିବର୍ତ୍ତନ ହେଇଯାଏ, ଜଳବାୟୁ ଯଦି ପରିବର୍ତ୍ତନ ହେଇଯାଏ, ସଂସାରର ଯଦି ପାଣିପାଗ ବଦଳିଯାଏ, ତାହେଲେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ରାଜ୍ୟରେ ସବୁ ପଦାର୍ଥ ମହରଗ ହେଇଯିବ। ଦେଖନ୍ତୁ ଧୀରେ ଧୀରେ ସବୁ ପଦାର୍ଥ ମହରଗ ହେଉଛି ନି। ଆପଣଙ୍କୁ ଏ ବହୁତ ତ ଜିନିଷ ଆମକୁ ମିଳିଯାଉଛି ସହଜରେ, ବିଭିନ୍ନ ପ୍ରକାର ଯୋଜନା ହେଇକିରି, ଆଉ ଇଏ ଯୋଜନା ହେଇକିରି ଆପଣ ପାଆନ୍ତୁ ସବୁ ଜିନିଷ। କିନ୍ତୁ ଆଗକୁ ଦେଖିବେ ଲୁଣ କିଲୋ 100 ଟଙ୍କାରେ ଆମେ କିଣିକିରି ଖାଇବା। ଇଏ 24 ମସିହାରେ ଯାଉ, 2024 ମସିହା ଚାଲିଯାଉ, ଦେଖିବେ ଲୁଣ କିଲୋ 100 ଟଙ୍କାରେ କିଣିକି ଯଦି ନ ଖାଇବେ ଆପଣ ଆମକୁ କହିବେ। ଅଚ୍ୟୁତାନନ୍ଦ ମହାପୁରୁଷ ଗାର ମାରି ଦେଇଛନ୍ତି, କହିଲେ ବାବୁରେ ସବୁ ପଦାର୍ଥ ମହରଗ ହେଇଯିବ, ଆଉ ପାଣି ମୁନ୍ଦେ ସ୍ୱପ୍ନ ହେବ, 1,00,000 ଟଙ୍କା ଦେଲେ ବାବୁ, 1,00,000 ଟଙ୍କା ଦେଲେ ମହରଗ କାନ୍ତାରରେ ପଡ଼ିବ ଯେ ଭଲେ ବାବୁ, ପଡ଼ିବ ଯେ ଭଲେ। ଆଗକୁ ପାଣି ମୁନ୍ଦେ 1,00,000 ଟଙ୍କା ଦାମ ହେବ। ମାନେ ଏଇଥିରୁ ଜାଣିପାରୁଥିବେ ଯେ କେମିତି ମହରଗ ଦୁନିଆ ହେଇଯିବ। ମହରଗ କାନ୍ତାର ଯେ ମାଡ଼ିନା ଆସିବ, ମହରଗ ତାପରେ କାନ୍ତାର। 24ରୁ 27 ଭିତରେ ଦେଖିବେ କ'ଣ କ'ଣ ସଂସାରରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ, ପାଣିପାଗ ପରିବର୍ତ୍ତନ ଯୋଗୁଁ ତାର ପ୍ରଭାବ ପ୍ରତ୍ୟକ୍ଷ ରୂପରେ କେମିତି ଜନସମାଜ ଉପରେ ପଡ଼ୁଛି, ପୃଥିବୀବାସୀମାନଙ୍କ ଉପରେ ପଡ଼ୁଛି ଦେଖିବେ। ସେଇଥିପାଇଁ ମହାପୁରୁଷ କଳିଯୁଗ କଳି କାହାଣୀରେ ଲେଖିଲେ, କ'ଣ କହିଲେ? କହିଲେ ବିପରୀତ ମାନ ସେ କାଳେ ହୋଇବ, କାନ୍ତାର 3 ବରଷ, କାନ୍ତାର 3 ବରଷ ହେ ସୁଜନେ, କାନ୍ତାର 3 ବରଷ। ମହାରଥ ଯେ ହୋଇବେ ସେ କାଳେ, ସକଳ ସ୍ତ୍ରୀ ପୁରୁଷ,
ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି। ବୋଲେ ବିପରୀତ ମାନ ସେ କାଳେ ହୋଇବ କାନ୍ତାର 3 ବର୍ଷ। 3 ବର୍ଷ କାନ୍ତାର ପଡ଼ିବ ନାଇଁ କହନ୍ତିନି ମହରକ କାନ୍ତାର କହିଲାନି। ଆଉ ମହାରତ ଯେ ହୋଇବେ ସେ କାଳେ ଆର୍ତ୍ତସ୍ୱର ଡାକିବେ ଭଗବାନଙ୍କୁ ପ୍ରଭୁ। ସକଳ ସ୍ତ୍ରୀ ପୁରୁଷ ସକଳ ନାରୀ ପୁରୁଷ ମାନେ ଆର୍ତରେ ପ୍ରଭୁ ଇନ୍ଦ୍ରଦେବଙ୍କୁ ଡାକିବେ ପ୍ରଭୁ ଏ ବୃଷ୍ଟି କରନ୍ତୁ, ଜଳବାୟୁ ଏଭଳି ପରିବର୍ତ୍ତନ ହେଇଯିବ। କହିଲେ ମହାପୁରୁଷ ଅଲୋଡ଼ା ବେଳରେ ହାତୀ ଶୁଣ୍ଢ ଠାରେ ଅକାଳେ ବରଷା ହେବ। ଅକାଳେ ବରଷା ହେବ ହେ ସୁଜନେ ଅକାଳେ ବରଷା ହେବ। ଚୈତି ମାସରେ ଜଳ ବରଷଣେ ପ୍ରବଳ ନଦୀ ବଢ଼ିବ। ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି। ଅଚ୍ୟୁତାନନ୍ଦ ମାଳିକାରେ ଲେଖିଲେ କଳିଯୁଗ କଳି କାହାଣୀ ମାଳିକାରେ କହିଲେ ବାବୁରେ ଶିଶୁ ଅନନ୍ତ ଲେଖିଥିଲେ କଳିଯୁଗ ଗୀତା। ଅଚ୍ୟୁତାନନ୍ଦ ମହାପୁରୁଷ କଳିଯୁଗ କଳି କାହାଣୀ ସେଇ କଥା କହିଲେ। କହିଲେ ଅଲୋଡ଼ା ବେଳରେ ହାତୀ ଶୁଣ୍ଢଠାରେ ଅକାଳେ ବର୍ଷା ହେବ। ଯେ ଦରକାର ନାହିଁ ଆବଶ୍ୟକତା ନାହିଁ ସେହି ସମୟରେ ହାତୀ ଶୁଣ୍ଢରେ ଯେମିତି ଭୁସ୍ ଭୁସ୍ ହେଇକି ପାଣି ସେଇଭଳି ବର୍ଷା ହେବ। ଚୈତି ମାସରେ ଜଳ ବରଷଣେ ପ୍ରବଳ ନଦୀ ବଢ଼ିବ। ଚୈତ୍ର ମାସରେ ଆଜି କ'ଣ ହଉନି ଦେଖୁନାହାନ୍ତି, ଆଜି ସବୁ ହଉଛି, ସବୁ ସମୟରେ ବର୍ଷା ହଉଛି। ଦେଖନ୍ତୁ ବର୍ଷା ଋତୁ ଆଜି ଆଉ କିଛି ନାହିଁ, 12 ମାସ ଯାକ ବର୍ଷା ଋତୁ ଏଇନା ହବ ମହାପୁରୁଷ ଲେଖିଛନ୍ତି। ଆଉ ସେତେବେଳେ ହେଲେ କ'ଣ ହବ? ମୀନ ନାଶ ହେବେ ମିଥୁନ ମାସରେ ମହି ହେବ ଜରାଗ୍ରସ୍ତ। ମହି ହେବ ଜରାଗ୍ରସ୍ତ। ବିଂଶ ବେନି ନବ ସମୀର ସଂଯୋଗ ବାସୁକି ଯେ ଅସ୍ତବେସ୍ତ। ବାସୁକି ଯେ ଅସ୍ତବେସ୍ତ। କହିଲେ ମୀନ ନାଶ ଏବେ ମିଥୁନ ମାସରେ ବୈଶାଖ ଜ୍ୟେଷ୍ଠ ଆଷାଢ଼। ମିଥୁନ ମାସଟା କାହାକୁ କୁହନ୍ତି? ଯେମିତି ମେଷ ପୁରୁଷ ମିଥୁନ ରାଶି ଚକ୍ରର ତୃତୀୟ ହେଲା ମିଥୁନ ରାଶି। ସେଇଭଳି ମାସର ତୃତୀୟ ମାସଟା କ'ଣ ନା ବୈଶାଖ ଜ୍ୟେଷ୍ଠ ଆଷାଢ଼। ତେଣୁ ମୀନ ନାଶ ଏବେ ଆଷାଢ଼ ମାସରେ ବା ମିଥୁନ ମାସରେ। ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଥି ଜାନି। ହୁଏତ ଆଷାଢ଼ ମାସରେ ବର୍ଷା ହେବ ନାହିଁ, ବର୍ଷା ନହେଲେ ନଦୀ ନାଳ ଶୁଖିଲା ପଡ଼ିବ, ମୀନ ମରିବେ। ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ହୁଏତ ଆଗକୁ 24ରୁ 27 ମସିହା ଭିତରେ ମାଛମାନଙ୍କ ଭିତରେ ଗୋଟେ ବଡ଼ ରୋଗ ହେଇପାରେ। ଗୋଟେ ରୋଗ ହେବ, ଯେମିତି ଆମେ ଖାଇଯାଉଛେ ଏମିତି ରୋଗ ହେବ, ଲୋକମାନେ ଆଉ ଛୁଇଁବାକୁ ଇଚ୍ଛା କରିବେ ନାହିଁ। ମହି ହେବ ଜରାଗ୍ରସ୍ତ। ଜରା କଲେ ବୃଦ୍ଧ ଶେଷ ସମୟ, ମହି କଲେ ପୃଥିବୀ। କହନ୍ତିନି ଇଏ ଜରା ମାନେ ଦୁର୍ବଳ ହେଇଯାଇଛି, ଜରା ମାନେ ଆ ଭିତରେ କିଛି ଶକ୍ତି ନାହିଁ। ତେଣୁ ସେଇ ମହି କଲେ ପୃଥିବୀ କ'ଣ ହେବ ନା ରସହୀନ ହେଇଯିବ। ପୃଥିବୀରେ ଆଉ ସେଇଭଳି କ'ଣ ନା ସାର ଅଂଶ ରହିବ ନାହିଁ। ଜରାଗ୍ରସ୍ତ ବାର୍ଦ୍ଧକ୍ୟ ହେଇଯିବ, ପୃଥିବୀ ବନ୍ଧ୍ୟା ହେବ। ବନ୍ଧ୍ୟା କ'ଣ ନା ଗୋଟେ ନାରୀଟି ଯେ ବନ୍ଧ୍ୟା ହେଲେ ସନ୍ତାନ ପ୍ରସବ କରିବ ନାହିଁ, ସନ୍ତାନ ଜନ୍ମ ହେବ ନାହିଁ। ବନ୍ଧ୍ୟାତ୍ୱ ଯଦି ଥିବ, ସେଭଳି ପୃଥିବୀ ଯଦି ବନ୍ଧ୍ୟା ହେଇଯାଏ ତାହେଲେ ଫସଲ ଆଉ ହେବ ନାହିଁ, ବୀଜ ମଧ୍ୟ କଅଁଳିବ ନାହିଁ। ତେଣୁ ମହାପୁରୁଷ ସେଇଥିପାଇଁ ଲେଖିଲେ ମହି ହେବ ଜରାଗ୍ରସ୍ତ। ଆଉ ବିଂଶ ବେନି ନବ ସମୀର ସଂଯୋଗ ବାସୁକି ଯେ ଅସ୍ତବ୍ୟସ୍ତ। ବିଂଶ କଲେ 20, ବିଂଶ ବେନି 2ଟା 20 ହେଲେ 2020 ଏବଂ ବିଂଶ ବେନି ନବ ସମୀର ସଂଯୋଗ। ସମୀର କଲେ ପବନ, ବୁଝିଲେ। ପ୍ରକୃତିରେ ଏଇଭଳି ଗୋଟେ ପରିବର୍ତ୍ତନ ହେବ, ପବନ ଜୋରେ ହେବ। ଅଚ୍ୟୁତାନନ୍ଦ ସେଇଥିପାଇଁ ମହାପୁରୁଷ ମାଳିକାରେ ଲେଖିଲେ। ଆଉ କ'ଣ କହିଲେ?
এই সময় নদী পুষ্করিণী শুষ্ক হয়ে যাব ন মিলিব জলর্ণ ন মিলিব জଳ অন্ন হে সুজনে ন মিলিব জଳ অন্ন মতকারী প্রায় দড়ি পকাইবে ছপনা কোটি রম্ভাবন ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି ମତକାରୀ କହିଲେ ପାଗଳ ହାତୀ ଦଳି ପକାଇବେ ଛପନା କୋଟି ରମ୍ଭାବନ ରମ୍ଭା କଲେ କଦଳୀ ହାତୀ ଯେମିତି କଦଳୀ ଗଛକୁ ମୋଡ଼ିକି ଭାଙ୍ଗିକି ଇଏ କରିଦିଏ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ ସେଇଭଳି ଭାବରେ ପବନ ଏତେ ପ୍ରବଳ ହେବ ଯେ ବିଂଶ ବେନି ନବ ସମୀର ସମୀର କଲେ ପବନ ପବନ ଏତେ ପ୍ରବଳ ମାତ୍ରାରେ ହେବ ଯେ ଛପନା କୋଟି ରମ୍ଭାବନକୁ ଯେମିତି କନ୍ଦଳୀ ବଣକୁ ହାତୀ ଭାଙ୍ଗି ପକାଏ ମତ୍ତକାରୀ ପାଗଳ ହାତୀ ସେଇଭଳି ପବନ ଏତେ ପ୍ରବଳ ହେବ ଭାଙ୍ଗି ଭଙ୍ଗି ସବୁଯାକ ଭୂମିରେ ଶୋଇବ ବୃକ୍ଷଲତା ଆଉ ସେଇ ସମୟରେ 10 ଦିନ ଥରେ ଆହାର କରିବେ ବରଫ ଶିଉଳି ଆଣି ମାୟାବୀ ମାନଙ୍କ ମୁହଁ ବଡ଼ ଟାଣ ନୁହେଁ ବୋଲୁଥିବେ ପୁଣି ମୁହେ ବୋଲୁଥିବେ ପୁଣି ହେ ସୁଜନେ ମୁହେ ବୋଲୁଥିବେ ପୁଣି ମୁହେ ବୋଲୁଥିବେ ପୁଣି ହେ ସୁଜନେ ମୁହେ ବୋଲୁଥିବେ ପୁଣି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ କହିଲେ ଯେ 2024 ମସିହାରୁ 27 ମସିହା ଯାଏ ପୃଥିବୀର ଜଳବାୟୁ ଏଭଳି ପରିବର୍ତ୍ତନ ହେଇଯିବ ଯେ ଫସଲ ସମ୍ପୂର୍ଣ୍ଣ ହାନି ହେଇଯିବ ଚାଷୀ କୂଳ ମୁଣ୍ଡରେ ହାତ ଦେବେ ଆଗକୁ ଖାଦ୍ୟ ସଙ୍କଟ ଅନ୍ନ ସଙ୍କଟ ଦେଖାଦେବ ଆଉ ଦେଖାଦେଲେ କ'ଣ ହେବ 10 ଦିନ ଥରେ ଆହାର କରିବେ ବରଫ ଶିଉଳି ଆଣି ଲୋକମାନେ ଏମିତି ଅନେକ ଜାଗାରେ ଖାଲି ସବୁ ଜାଗାରେ ନୁହଁ ଏମିତି ଅନେକ ଜାଗାରେ ଖାଦ୍ୟ ସଙ୍କଟ ଦେଖାଦେବ ଏଭଳି ଯେ ଲୋକେ ବରଫ ଶିଉଳି ମଧ୍ୟ ଆଣି ଖାଇବାକୁ କ'ଣ ଇଚ୍ଛା କରିବେ ଆଉ ସେତେବେଳେ ମାୟାବୀମାନଙ୍କ ମୁହଁ ବଡ଼ ଟାଣ ନୁହେଁ ବୋଲୁଥିବେ ପୁଣି ଏଇକିନା ଯେଉଁମାନେ ଶୁଣିବେ ଏ କଥାକୁ ସେମାନେ ମୁହଁ ମୋଡ଼ିବେ ନୁହେଁ ତାଙ୍କର ମୁହଁ ବଡ଼ ଟାଣ ନାମ ଏମିତି କ'ଣ ହେବ ଏମିତି କିଛି ବି ହେବନି କାହିଁକି ବ୍ୟସ୍ତ ହେଉଛି କହିବେ ନାଇଁ ନାଇଁ କିଛି ହେବ ନାହିଁ ତେଣୁ ସେଇଥିପାଇଁ ମହାପୁରୁଷ କହିଲେ 12 ହାତ ଦୀର୍ଘ ବରଫ ପଡ଼ିବ ମାଟି ନ ଦିଶିବ କାହିଁ ଚତୁର୍ଦ୍ଦଶ ଦିନ ଦ୍ୱାର ନ ଖୋଲିବ ହେତୁ କରବାର ପୋଇ ହେତୁ କରବାର ପୋଇ ହେ ସୁଜନେ ହେତୁ କରବାର ପୋଇ ହେତୁ କରବାର ପୋଇ ହେ ସୁଜନେ ହେତୁ କରବାର ପୋଇ ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆପଣଙ୍କୁ ଭୟଭୀତ କରିବା ପାଇଁ ଡରିବା ପାଇଁ ଆମେ କହୁନାହୁଁ ଇ ସତର୍କ କଥା ସତର୍କ କରିବା ପାଇଁ କହୁଛୁ ଆପଣ ସତର୍କ ହୁଅନ୍ତୁ ସତର୍କ କରିଦେଉଛୁ ନାଇଁ ସଚେତନ ହୁଅନ୍ତୁ ମହାପୁରୁଷ କହିଲେ ଯେ 12 ହାତ ଦୀର୍ଘ ବରଫ ପଡ଼ିବ ମାଟି ନ ଦିଶିବ କାହିଁ ଆଗକୁ ଆପଣ ଦେଖିବେ ଯେ ବରଫ ମାନ ପଡ଼ିବ ବରଫ ଏଭଳି ପଡ଼ିବ ଯେ 12 ହାତ ଦୀର୍ଘ 12 ହାତର ଦୀର୍ଘ ମାଟି ଦେଖାଯିବ ନାହିଁ ଚତୁର୍ଦ୍ଦଶ ଦିନ ଦ୍ୱାର ନ ଖୋଲିବ ହେତୁ କରବାର ସବୁ ଜାଗାରେ ନୁହଁ ଅନେକ ଜାଗାରେ 12 ହାତ ଦୀର୍ଘର ବରଫ ପଡ଼ିବ ଏତେ ପଡ଼ିଲେ ସୁଦ୍ଧା ଏଭଳି କଥା ମାଳିକାରେ ଲେଖା ହେଲେ ମଧ୍ୟ ଅଚ୍ୟୁତାନନ୍ଦ କହିଲେ ରାମରେ ମୁଁ ଏତେ ସତର୍କ କଲେ ସୁଦ୍ଧା ଏତେ କଷଣରେ ଚେତି ନ ପାରିବେ ତୁଣ୍ଡେ ନ ଆସିବ ହରି ନାନା କଲ ବଲ କପାଳି ଫଳିବ ଦଣ୍ଡ ଦେବେ ଦଣ୍ଡଧାରୀ ଦଣ୍ଡ ଦେବେ ଦଣ୍ଡଧାରୀ ହେ ସୁଜନେ ଦଣ୍ଡ ଦେବେ ଦଣ୍ଡଧାରୀ ଦଣ୍ଡ ଦେବେ ଦଣ୍ଡଧାରୀ ହେ ସୁଜନେ ଦଣ୍ଡ ଦେବେ ଦଣ୍ଡଧାରୀ ହେଲେ ଏତେ କଷଣରେ ଛେତି ନ ପାରିବେ ତୁଣ୍ଡେ ନ ଆସିବ ହରି
ଏତେ କଷଣ କଳିଯୁଗର ଲୋକମାନଙ୍କ ଉପରେ ପଡ଼ିଲେ ସୁଦ୍ଧା କଳିଯୁଗର ଲୋକମାନେ ଧର୍ମ ବାଟକୁ ନୀତି ବାଟକୁ ନ୍ୟାୟ ବାଟକୁ ଈଶ୍ୱର ସ୍ମରଣ କରିବେ ନାହିଁ, ପ୍ରଭୁ ନାମ ପାଟିରେ ଆସିବ ନାହିଁ। ଆଉ ନାନା କଲବଲ କପାଳେ ଭଳିବ ଦଣ୍ଡ ଦେବେ ଦଣ୍ଡଧାରୀ। ନ ଚେତିଲେ ନାନା କଲବଲ କପାଳରେ ଭଳିବ ଆଉ ଦଣ୍ଡ ଦେବେ ଦଣ୍ଡଧାରୀ। ବୁଝିଲେ? ତେଣୁ ହେଇ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି ବେଳ ଥାଉ ଥାଉ ବନ୍ଧ ବାନ୍ଧିକି ସଜାଗ ହେଇ ପ୍ରଭୁ ନାମ ନବା। ନବା ଆମେ ନିଜେ ବଦଳିବା, ଯୁଗ ବଦଳିଯିବ। ସମୟ ହେଇଛି ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କିନ୍ତୁ ତାପରୁ ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କୋଉଠି ତାର ଜନ୍ମ ହେଇଥିବ? କହିଲେ ବେଗୁନିଆ ଦଇ ତାରି ଭକତ ଟଇ ବାବୁ ଭକତ ଟଇ ଗୁପ୍ତ ଭାବେ କରମ ତାର ନ ଜାଣନ୍ତି କେହି ବାବୁ ବାବୁ ନ ଜାଣନ୍ତି କେହି। ବେଗୁନିଆରେ ଦଇତାରୀ ନାମରେ ଜଣେ ଭକ୍ତ ଜନ୍ମ ହେଇଥିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଦେଲେ। ଆପଣ ଠାବ କରିବେ। ଆଜି ତ ସମୟ ହେଇଛି, ତ ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷା ମାମ୍। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷା ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷା ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷା ମାମ୍। ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ପୁରୁଷୋତ୍ତମାୟ। ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ପୁରୁଷୋତ୍ତମାୟ। ସୁଧୀୟାନୀ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍। ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।